ଆସନ୍ତୁ ଆସନ୍ତୁ ଆମେ ଗୀତ ସହିତ 100 ଅଧ୍ୟାୟ ଆଉ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଠ କରିବା। ହେ ସକଳ ଦେଶ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆନନ୍ଦରେ ସଦାପ୍ରଭୁଙ୍କର ସେବା କର। ଗାନ କରି ତାହାଙ୍କର ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି ଏହା ତୁମ୍ଭେମାନେ ଜ୍ଞାତ ହୁଅ। ସିଏ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ। ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାଣୁବାଦ କର। କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ଆମେନ୍। ଧନ୍ୟବାଦ ଦିଦି। ଅତି ସୁନ୍ଦର ଭାବରେ ସୁସ୍ପଷ୍ଟ ଭାବରେ ଅଧ୍ୟୟନ କରିଅଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଆମେ ଆରାଧନା କରିବା ପାଇଁ ଯିବା। ଆଉ ବାକ୍ୟରେ ଲେଖାଯାଏ, ହେ ସକଳ ଦେଶ ତୁମେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର। ଆନନ୍ଦରେ ତାହାଙ୍କର ସେବା କର। ଗାନ କରି ତାହାଙ୍କ ଛାମୁକୁ ଆସ। ବାକ୍ୟରେ ଲେଖାଯାଏ, ତୁମେ ବୀଣା ବଂଶୀ ଏବଂ କରତାଳ ସହିତ ତାହାଙ୍କର ଧନ୍ୟବାଦ ପ୍ରଶଂସା କର। କାରଣ ଆପଣମାନେ ଜାଣନ୍ତି ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ ପ୍ରଶଂସା 24 ପ୍ରାଚୀନ ଚାରି ପ୍ରାଣୀ ଶହ ଶହ ଦୂତ ବାହିନୀ ମୁକୁଟକାରୀ ଧର୍ମମୟ ପବିତ୍ର ପବିତ୍ର ବୋଲି ସେମାନେ ଆଉ ଗୌରବ ପ୍ରଶଂସା କରିଥିଲେ। ବାକ୍ୟରେ ଲେଖାଯାଏ, ଆଉ ଜଗତରେ ଯେତେ ପ୍ରାଣୀ ଅଛନ୍ତି ସମସ୍ତେ ତାହାଙ୍କର ଗୌରବ ପ୍ରଶଂସା କରିବାର ଆମମାନଙ୍କର କର୍ତ୍ତବ୍ୟ ରହିଛି। ଆସୁ ଆମମାନଙ୍କୁ ଦୁଃଖରେ ବା ସୁଖରେ ପ୍ରତି ଅବସ୍ଥାରେ ତାହାଙ୍କର ଗୌରବ ପ୍ରଶଂସା ଆମେ କରିବାର କର୍ତ୍ତବ୍ୟ ରହିଛି। ସେଇ ଗୌରବ ପ୍ରଶଂସା କରିବା ନିମନ୍ତେ ଆମମାନଙ୍କର ମଲ୍ଲିକ ଦିଦି ଅଛନ୍ତି ଆଉ ତାଙ୍କ ଦଳ ମଧ୍ୟ ଅଛନ୍ତି। ମୁଁ ତ ଜାଣିପାରୁନି, ମୁଁ କାଲି ଶୁଣୁଥିଲି ଯେ ଆମମାନଙ୍କର ମଲ୍ଲିକ ଦିଦି ସେ ଆରାଧନା କରିବେ ବୋଲି। ଆଉ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଉ ସେଇ ଦଳକୁ ସ୍ୱାଗତ ଜଣାଏ। ସେମାନେ ସମ୍ମୁଖକୁ ଆସିବେ ଆଉ ଆରାଧନା କରିବା ହେବେ। ପ୍ରେଜ୍ ଦ ଲର୍ଡ। ନମସ୍କାର। ଆସନ୍ତୁ ଆମେ ପ୍ରଭୁଙ୍କୁ ଗୌରବ କରିବା, ପ୍ରଶଂସା କରିବା, ବନ୍ଦନା କରିବା। ଆଉ ଆମମାନଙ୍କ ଟିମ୍ ଥ୍ରୋରୁ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର। ଆସନ୍ତୁ ପ୍ରତ୍ୟେକ ଆମେ ଜାଣିଥିବା ଗୀତ ଗାନ କରିବା। ଆବାଜ ଆସୁଛି କି? ମାଳିମା ଆବାଜ ଆସୁଛି ଆମର? ଆଜ୍ଞା ଆଜ୍ଞା, ଶୁଭା ଯାଉଛି। ଠିକ ଅଛି। ଆସନ୍ତୁ ଆମେ ଜାଣିଥିବା ଗୀତ ଗାନ କରିବା ପ୍ରତ୍ୟେକ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦର ଗୀତ ଗାନ କରିବା। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ପ୍ରୀତି ସମ୍ଭ୍ରମ ପୂଜା ନଈ ବେଦ, ପ୍ରୀତି ସମ୍ଭ୍ରମ ପୂଜା ନଈ ବେଦ। ପାଇବାକୁ ଯୋଗ୍ୟ ତୁମେ କେବଳ, ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ତୁମେ ଦୟାରେ ବିଶ୍ୱସ୍ତ, ତୁମେ କରୁଣା ଅନନ୍ତ, ତୁମେ ତୁମେ ପବିତ୍ର ଶାଶ୍ୱତ, ଦୀପ୍ତିମାନ ଚିରଦୀପ୍ତିମାନ ଏଠି ଏଠି ଆସୁଛନ୍ତି ଏ ଭିତରେ ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର।
ଆମ ଅତୀତ ଜୀବନ ତୁମେ କରିଛ ସାଧନ ଆମେ ମନ ବିଷୟ ଆଜି କରୁଛୁ ସ୍ମରଣ ଆମ ଅତୀତ ଜୀବନ ତୁମେ କରିଛ ସାଧନ କେତେ ମହତ ବିଷୟ ଆଜି କରୁଛୁ ସ୍ମରଣ সর্বশক্তিমান চিরদয়াবান সর্বশক্তিমান চিরদয়াবান জয় গান হেউ তুম নামর ধন্যবাদ প্রশংসা তুমর বন্দনা সত্যে তুমর ধন্যবাদ প্রশংসা তুমর বন্দনা স্তুতি তুমর প্রীতি সংগ্রাম পূজা নৈবেদ প্রীতি সংগ্রাম পূজা নৈবেদ পাইବାକୁ ଯୋଗ୍ୟ ତୁମେ କେବଳ ଧନ୍ୟବାଦ ପ୍ରଶଂସା ତୁମର ବନ୍ଦନା ସ୍ତୁତି ତୁମର ଧନ୍ୟବାଦ ପ୍ରଶଂସା ତୁମର ବନ୍ଦନା ସ୍ତୁତି ତୁମର ହାଲେଲୁୟା ହାଲେଲୁୟା ହାଲେଲୁୟା। ଆସନ୍ତୁ ଆମମାନେ ଆଉ ଗୋଟେ ଗୀତ ଗାଇ ପ୍ରାତଃ ସମୟରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଭୁଙ୍କର ଆମେ ଧନ୍ୟବାଦ କରିବା ପ୍ରଶଂସା କରିବା ଗୌରବ କରିବା। ପ୍ରଭୁ ଏକମାତ୍ର ପରମେଶ୍ୱର ଅଟନ୍ତି ଯିଏକି ପ୍ରଶଂସା ପାଇବା ପାଇଁ ଆମମାନଙ୍କର ବିଶ୍ୱସ୍ତ ପ୍ରେମୀ ପରମେଶ୍ୱର ଅଟନ୍ତି। ଆସନ୍ତୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମମାନେ ଆଉ ଗୋଟେ ଗୀତ ଗାଇ ପ୍ରଶଂସା କରିବା। ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା प्रभु जिसु तुम्हें आरोग्यदाता प्रभु जिसु तुम्हें सृष्टिकर्ता प्रभु जिसु तुम्हें आरोग्यदाता प्रेमर तुम्हें दया सागर प्रेमर तुम्हें दया सागर प्रभु जिसु तुम्हें सृष्टिकर्ता प्रभु जिसु तुम्हें आरोग्यदाता प्रभु जिसु तुम्हें सृष्टिकर्ता प्रभु जिसु तुम्हें आरोग्यदाता ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ ରାଜା ମାନଙ୍କର ରାଜା ସେ ଦରାଜନ ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ ରାଜା ମାନଙ୍କର ରାଜା ସେ ଦରାଜନ ହୃଦୟର ତୁମେ ଦୟା ସାଗର हृदयर तुम्हें दया सागर प्रभु जिसु तुम्हें सृष्टिकर्ता प्रभु जिसु तुम्हें आरोग्यदाता प्रभु जिसु तुम्हें सृष्टिकर्ता प्रभु जिसु तुम्हें आरोग्यदाता सारा जगत रे प्रभु तुम्हारी राज्य आसु सारा जगत रे प्रभु जय तुम्हारे सारा जगत रे प्रभु तुम्हारी राज्य आसु सारा जगत रे प्रभु जय तुम्हारे जीवित सारा दया सागर जीवित सारा दया सागर प्रभु जिसु तुम्हें सृष्टिकर्ता प्रभु जिसु तुम्हें आरोग्यदाता
प्रभु यीशु तुम्हें सृष्टि करता, प्रभु यीशु तुम्हें आरोग्य दाता, तुम्हारी चरणे सेवा करे बुझे दिन, दया कर यीशु राजा प्रिय दर्शन, तुम्हारी चरणे सेवा करे बुझे दिन, दया कर यीशु राजा प्रिय दर्शन, पवित्र ईश्वर दया सागर, पवित्र ईश्वर दया सागर, प्रभु यीशु तुम्हें सृष्टि करता, प्रभु यीशु तुम्हें आराध्य दाता, प्रभु यीशु तुम्हें सृष्टि करता, प्रभु यीशु तुम्हें आराध्य दाता, प्रेमर तुम्हें दया सागर, प्रेमर तुम्हें दया सागर, प्रभु यीशु तुम्हें सृष्टि करता, प्रभु यीशु तुम्हें आराध्य दाता। आसतु आम मैंने आ गोटे गीत गाई राजाधिराज परमेश्वर आम मानकर सत्य ईश्वर आम मानकर प्रभु यीशु ख्रीष्टर नाम आमे आ गोटे गीत गाई ताहाकर प्रशंसा करिबा आ ताहाकर गौरव करिबा। आसतु आमे निज निजको प्रभुଙ୍କ ठारे समर्पण करिबा, कारण एबे आमे वाक्य शुणिबाकू जिबा, आमानकर हृदय मन आमानकर कर्णकू आमे खोलिबा, जे प्रकार आमे सेई वाक्य को ग्रहण करि परिबा। आ ए प्राप्त काल प्रभु आज आमानको अति सुंदर सुजोग देइछंती, आमानको मध्य एकाठी एकत्र हे प्रभुଙ୍କର गौरव करिबा पाए प्रभु आज आमानको सुजोग देइछंती। आमानको शरीर असुस्थ थिले मध्य प्रभु आमानको सुस्थता देई आ प्रभु आज आमानको तांकर गौरव करिबा पाए आमानको सुजोग देइछंती। महिला समिति को प्रभुଙ୍କ नाम धन्यवाद दे आसंत आमे प्रभु को धन्यवाद देबा आ निज निज को प्रभु ठारे समर्पण करिबा, कारण आमे मनुष्य आमानकर जीवन रे देखिबारे कथा कहबारे चिंतारे चालीचलन आमे पाप करिथाउ। आमे प्रभुଙ୍କ निकटरे आमानकर सब विषय को समर्पण करिबा। आ ए प्राप्त काल रे आमे अनेक लोक अनेक मन नै अनेक भावना नै अनेक चिंता नै प्रभुଙ୍କ निकट को आसीथाउ, कारण से आमानकर चिंता रोग सब विषय को से आमानको दूर करिबा परमेश्वर। आसंतु आमे निज निज को समर्पण करिबा समय ए गीत को आमे गान करिबु। प्रार्थना पदे तुम एही जगतरे, तुमरी राज्य आसु, तुमरी राज्य आसु, तुमरी राज्य आसु। प्रार्थना पदे तुम एही जगतरे, तुमरी राज्य आसु, तुमरी राज्य आसु, तुमरी राज्य आसु। Hallelujah, देखो ए जुगार शेष जाए, मुआज साथे तुम हालेलुया कही गला तुम साथी हेब धेनी मोर
ନାମ ଦେଖ ଏ ଯୁଗର ଶେଷ ଯାଏ ମୁଁ ଅଛି ସାଥେ ତୁମ ସ୍ମରଣ କରି ଶେଷ ପଥ ସ୍ମରଣ କରି ଶେଷ କରୁ ନିବେଦନ ତୁମରି ରାଜ ତୁମରି ରାଜ ଆସୁ ତୁମରି ରାଜ ହାଲେଲୁୟା 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 ତୁମର ଧାର୍ମିକତା କରିବୁ ଅନ୍ବେଷଣ ତୁମରି ସେବାରେ ଜୀବନ କରିବୁ ସମର୍ପଣ ତୁମର ଧାର୍ମିକତା କରିବୁ ଅନ୍ବେଷଣ ତୁମରି ସେବାରେ ଜୀବନ କରିବୁ ସମର୍ପଣ ଶିଖାଇଲ ଦେଓ ପ୍ରାର୍ଥନା ଶିଖାଇଲ ଦେଓ ପ୍ରାର୍ଥନା କର ନିବେଦନ ତୁମରି ରାଜ ତୁମରି ରାଜ ଆସୁ ତୁମରି ରାଜ ଆସୁ ହାଲେଲୁୟା 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 ଆମ ମଧ୍ୟରେ ହେମଲତା ଦିଦି ଅଛନ୍ତି ଆଉ ସେ ପ୍ରାର୍ଥନାରେ ଆମମାନଙ୍କୁ ପଢେଇ ନେବେ ନିଅନ୍ତୁ ସମସ୍ତଙ୍କୁ ପ୍ରେସ୍ କଲ ପ୍ରଭୁଙ୍କ ମହାନାମର ଗୌରବ ହଉ ପ୍ରଶଂସା ହଉ ପ୍ରଭୁ ଆମମାନଙ୍କୁ ଅତି ସୁନ୍ଦର ଭାବରେ ରାତ୍ର କ୍ଷେପଣ କରିବାକୁ ଦେଲେ ସୁନ୍ଦର ଭାବରେ ପ୍ରଭୁ ଆମମାନଙ୍କୁ ଏ ପ୍ରଭାତରେ ତାଙ୍କର ପ୍ରଶଂସା ଗାନ କରିବା ନିମନ୍ତେ ସୁଯୋଗ ଦେଲେ ସେଥିପାଇଁ ପ୍ରଭୁଙ୍କ ମହାନାମର ଗୌରବ ହଉ ପ୍ରଶଂସା ହଉ ହାଲେଲୁୟା Hallelujah, hallelujah, hallelujah. Praise the Lord, praise the Lord, praise the Lord, praise the Lord. Oh, somebody, bari, 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 hallelujah, 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 hallelujah. Somebody, khande, beri, 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 beri. Tumbhara khambari, riri, khandara, vastare, vikhambari, bandhamari, gandhi, khandur, vastabara, para. Hallelujah, 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 hallelujah. पिता तुम पवित्र नाम रो गौरव हो प्रशंसा हो राजा तुम्हें मान को अनुग्रह कलो दया कलो प्रभु निष्ठ भाव रे कथित करी प्रशंसा परिवार सुख देलो ओ बाबा हालेलुया पिता धन्यवाद प्रभु धन्यवाद प्रभु धन्यवाद तुम पवित्र नाम रो गौरव हो प्रशंसा हो राजा तुम्हें दया करो करो प्रभु এই মিনিস্ট্রি को आहुति आगକୁ ବଢିବାକୁ ସାହାଯ୍ୟ କର ଦ୍ୱାରା ତୁମେ ଅନେକ ଦୁଃଖୀ ଦରିଦ୍ର ଅନାଥ ପୀଡ଼ିତ ପ୍ରଭୁ ଏହି ମିନିଷ୍ଟ୍ରି ମଧ୍ୟରେ ଉପକୃତ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଅଛୁ ବାପା ତୁମେ ଦୟା କର ଆଶୀର୍ବାଦ କର ସମସ୍ତଙ୍କର ସହମତି ଈଶ୍ୱର ହୁଅ ଯେତେ ଜଣ ପ୍ରଭୁ ଆଜି ଅଭିଷେକ हालेलुया पिता हालेलुया पिता हालेलुया पिता आज आराधना करिथिबा तुमरी प्रिय दासी मान को आशीर्वाद कर प्रभु वर्तमान वाक्य घेने तुमरी प्रिय दासी आसुअछंती प्रभु तुमे तांकर आपाद मस्तक स्पर्श कर अभिषेक कर द्विगुण आत्मा रे परिपूर्ण कर बापा तुमे तांको छुई दियो प्रभु तुमे तांकर सहवर्ती ईश्वर हुआ
तांका मुखर वाक्य न होई प्रभु पवित्र आत्मांकर भाषा हो। हालेलुया पिता धन्यवाद प्रभु तुमरा हमर गौरव प्रशंसा दे ए समस्त प्रार्थना निवेदन जते जन उपस्थित अनुपस्थित प्रत्येक को तुम चरण तले दे गौरवमय प्रभु यीशु ख्रीष्टଙ୍କ ନାମରେ ମାଗୁଅଛି आमीन हालेलुया हालेलुया। प्रेज द लॉर्ड ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ବହୁତ ଧନ୍ୟବାଦ ରିଏଲ ମିନିଷ୍ଟର ହୋଷ୍ଟ ଆଜ୍ଞାକୁ ଆମମାନଙ୍କ ମହିଳା ସମିତିକୁ ସୁନ୍ଦର ସୁଯୋଗ ଦେଇଥିବା ହେତୁ ଆମ ପାଇଁ ସବୁବେଳେ ପ୍ରାର୍ଥନାରେ ସ୍ମରଣ କରିଥିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହତ୍ ନାମ ଧନ୍ୟବାଦ ହେଉ। ଦିଦି ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ ଆମର ସୁନ୍ଦର ଭାବରେ ଅତି ପ୍ରାର୍ଥନା କରି ସୁନ୍ଦର ଭାବରେ ଆରାଧନା କରିଲେ ମନ ଛୁଆ ଯାଇ ଉଦ୍ଦେଶ୍ୟ ଅଛି ଗୀତ ଗୁଡାକ ଗାଇ ଆମମାନେ କରାଇ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ଅଛନ୍ତି ପ୍ରଭୁ ବହୁତ ପ୍ରତ୍ୟେକ ପ୍ରତ୍ୟେକ ପରିବାର ପ୍ରତ୍ୟେକ ଆଶୀର୍ବାଦ କରୁଛୁ। କିଏ ବୋଧେ ଅନ୍ କରିଛନ୍ତି ସେଥିପାଇଁ ବନ୍ଦ କରନ୍ତୁ। ଦିଟା ମୋବାଇଲ ଲଗେଇ ହେଲେ ବି ବନ୍ଦ କର। ପରିବାରକୁ ସ୍ୱାଗତ ଜଣାଏ ସ୍ୱାଗତ ଜଣାଏ। ଆଉ ପ୍ରାର୍ଥନା କରିବା ପାଇଁ ଯିବା ଶୁଣିବା ଏବଂ ପ୍ରାର୍ଥନା ବାକ୍ୟ ଶୁଣିବା ଏବଂ ପ୍ରାର୍ଥନା କରିବା। ସିଷ୍ଟର ଯଦି ଦିଟା ଡିଭାଇସ ଅଛି ଉପରେ ଗୋଟେ ଥିବ ସେଇଠି ଛୁଇଁ ଦିଅନ୍ତୁ ହେଲେ ଗୋଟେ ଡିଭାଇସ ଶୁଣାଯିବ ଆଉ ତିନିଟା ଶୁଣାଯିବନି ଆଉ ଦିଟା ଶୁଣାଯିବନି। ଡିଷ୍ଟର୍ବାନ୍ସ ହଉଛି ଦିଟା ତିନିଟା ଡିଭାଇସ ରୁ। ପାଖ ପାଖ ଥିଲେ ଦୟାକରି ବନ୍ଦ କରନ୍ତୁ ଏବେ ବ୍ୟବହାର କରନ୍ତୁ। ଆମେ ବାକ୍ୟ ପରେ ବିଜ୍ଞାପନ ଶୁଣିବା ଏବଂ ପ୍ରାର୍ଥନା କରିବା ପାଇଁ ଯିବା। କିନ୍ତୁ ଏବେ ବାକ୍ୟ ନିମନ୍ତେ ଆମେ ପ୍ରାର୍ଥନା କରିବା ଆରାଧନା ଆମମାନଙ୍କର ମାନେ ଆମମାନଙ୍କର ମଲ୍ଲିକ ଦିଦି ଆମମାନଙ୍କର ଆମମାନଙ୍କର ମଲ୍ଲିକ ଦିଦି ଆମମାନଙ୍କର ଆଉ ଗୋଟେ ମଲ୍ଲିକ ଦିଦି ସୁନା ଦିଦି ଏବଂ ପ୍ରଧାନ ଦିଦି ବରାଡ଼ ଦିଦି ଏମାନେ ଆଉ ଆରାଧନା କରି ଯାଇଛନ୍ତି ପ୍ରାର୍ଥନା କରିବେ ସେମାନଙ୍କ ପରିବାର ପାଇଁ ସେବା କାର୍ଯ୍ୟ ପାଇଁ ପ୍ରାର୍ଥନା କରିବେ ଏବଂ ବାକ୍ୟ ଆଉ ନେଇ ଆସୁଛନ୍ତି। ବହୁତ ରିସାଉଣ୍ଡ ହଉଛି ଆଉ ବାକ୍ୟ ନେଇ ଆସୁଛି। ଦିଟା ଡିଭାଇସ ଥିଲେ ଗୋଟେ ଡିଭାଇସ ର ଉପରେ ଗୋଟେ ଚିହ୍ନ ଥିବ ସେ ଚିହ୍ନ ଏମିତି ମାରନ୍ତୁ ସେ ଚିହ୍ନରେ ଛୁଇଁ ଦିଅନ୍ତୁ ଏମିତି ମାରୁ ମାରୁ ଉପରେ ଗୋଟେ ଦେଖାଯିବ ଗୋଟେ ଚିହ୍ନ ଗୋଟେ ଦେଖାଯାଉଛି ଲେଫ୍ଟ ସାଇଡ ରେ ସେଠି ଛୁଇଁ ଦିଅନ୍ତୁ। ଗୋଟେ ଡିଭାଇସ ଖୋଲା ରହିବ ଆଉ ଦିଟା ଡିଭାଇସ ବନ୍ଦ ରହିବ। ରିସାଉଣ୍ଡ ହଉଛି ଆଜ୍ଞା। ହଁ ବହୁତ ଦିଟା ବହୁତ ରିସାଉଣ୍ଡ ସେମିତି ହଉଛି। ରିସାଉଣ୍ଡ ରେକର୍ଡିଂ ଉପରେ ଗୋଟେ ମାଇକ୍ ଭଳିଆ ଏଇଟା ଅଛି ସେଇଟା ଛୁଇଁଲେ ବନ୍ଦ ହେଇଯିବ। ରେକର୍ଡିଂ ଯୋଉଟା ଲେଖା ହେଇଛି ତା ଉପରେ ଗୋଟେ ଅଛି ମାଇକ୍ ଭଳିଆ ସେଇଠି ଛୁଇଁଲେ ସେଇଟା ବନ୍ଦ ହେଇଯିବ କିନ୍ତୁ ଦେଖାଯିବ ସବୁ। ଆରାଧନାରେ ଆମମାନଙ୍କର ଗ୍ରୁପ ଆଉ ଆରାଧନା କରି ଯାଇଛନ୍ତି ସେମାନଙ୍କ ପାଇଁ ସେମାନଙ୍କ ପରିବାର ପାଇଁ ସେବା କାର୍ଯ୍ୟ ପାଇଁ ଆମେ ପ୍ରାର୍ଥନା କରିବା ଏବଂ ବାକ୍ୟ ନେଇ ଆସୁଛନ୍ତି ଆମମାନଙ୍କର ଶିପ୍କା ଦିଦି ତାଙ୍କ ପାଇଁ ତାଙ୍କ ପରିବାର ପାଇଁ ଆଉ ତାଙ୍କ ସେ ବାକ୍ୟ କହିବେ ସେ ବାକ୍ୟ ଯେପରି ଆମେ ପ୍ରତ୍ୟେକ ଶୁଣି ହୃଦୟରେ ରଖିବା ସେଥିପାଇଁ ପ୍ରାର୍ଥନା କରିବା। ଆମମାନଙ୍କ ସମ୍ମୁଖରେ ଅଛନ୍ତି ଆମମାନଙ୍କର ଜେନା ଆଜ୍ଞା ଆଉ ସେ ସମ୍ମୁଖକୁ ଆସିବେ ସମସ୍ତ ବିଷୟ ନିମନ୍ତେ ପ୍ରାର୍ଥନା କରିବା। ଆଜ୍ଞା ନମସ୍କାର ପ୍ରେଜ୍ ଦ ଲର୍ଡ। ପବିତ୍ର ଜେନା ଆଜ୍ଞା ପ୍ରେଜ୍ ଦ ଲର୍ଡ। ଜେନା ଆଜ୍ଞା ପ୍ରେଜ୍ ଦ ଲର୍ଡ। ମିଟ୍ ଅଛି ଅନମିଟ୍ କରନ୍ତୁ ଆଜ୍ଞା। ଥଣ୍ଡା ଯୋଗୁ ଶୋଇ ପଡିଥିବେ। ଜଏନ୍ କରିଛନ୍ତି। ନାଇଁ ଶୋଇ ଅନ୍ୟ କାହାକୁ ହଠାତରେ ଦିଅନ୍ତୁ। ଥଣ୍ଡା ପାଇଁ ପରା। ସେ ଆସନ୍ତୁ ଅନ୍ୟ ପ୍ରାର୍ଥନା କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା ତୁମର ସେ ପବିତ୍ର ନାମକୁ ଧନ୍ୟବାଦ ଦଉଛୁ ପ୍ରଶଂସା କରୁଛୁ ଗୌରବ କରୁଛୁ। ଗତ ଦିନ ଗତ ରାତ୍ର ସୁନିଦ୍ରା କଲ ସୁପ୍ରଭାତ ମଧ୍ୟରେ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ ଏକତ୍ର ହେଇଛୁ ପ୍ରଭୁ ଉପାସନାରେ ଏଥିପାଇଁ ଧନ୍ୟବାଦ ଦଉଛୁ ବାପା। ଏହି ସମୟରେ ତୁମର ସେ ପ୍ରିୟ ଦାସ ଦାସୀ ମାନଙ୍କ ସହିତ
मिलित भाव में बसु बसु प्रभु मध्यस्थी प्रार्थना करू करू तुम दासी मैंने प्रभु अति सुंदर भाव में हृदय स्पर्श एक आराधना स्तुति प्रशंसा करू करू वर्तमान प्रभु आम वाक्य शुणापी जाऊँ जो दासी को तुम्हें मनोनीत कर आज तुम मुखर प्रभु तुम वाक्य जीवंत वाक्य परिप्रकाश करने प्रभु तांको तुम पवित्र आत्मार कर्तृत्व कर जो वाक्य चिंता कर तुम्हें स्मरण शक्ति दियो जो द्वारा से वाक्य प्रकाश कर स्वर्गीय मान्ना प्रदान कर से मान्ना जो प्रकार आम साउंटिबू ग्रहण करूँ विश्वास करी अंतिम समय प्रस्तुत तुम दया कर ये समस्त प्रार्थना त्राणकर्ता प्रभु यीशु ख्रीष्ट नाम मागुअछि पिता आमेन आमेन। बहुत बहुत धन्यवाद आज्ञा बोझर सहित समस्त विषय प्रार्थना कर आपण परिवार सेवा कार्य प्रभु बहुल बहुल भाव में आशीर्वाद कर आम यही समय मुख्य विषय को जीवा वाक्य शुणा पाए जो वाक्य की जीवन अच्छी जो वाक्य की अनंत जीवन अच्छी पवित्र जीवंत वाक्य जे कि वाक्य शुणा द्वारा मरियम उत्तम भाग मनोनीत कर वाक्य शुणी तार चित्तरूप द्वार खोला होइथिला लुदियार चित्तरूप द्वार खोला होइथिला सेही पवित्र वाक्य जीवंत वाक्य को नहीं आसुअछंती आपण माने जानती अनेक थर जूम को आसंती आमानकर आज्ञा सकाशु केबे से वीडियो खोली बसी नाहांती बोली कहूथिले मल्लिक दीदी बहुत रिक्वेस्ट कले जमीती हेले तुमे सम्मुख को आसीबो एवं प्रभुंकर वाक्य आज कहबाकू हेबो प्रभुंकर दीदी तुमे सम्मुख को आसीबो आज वाक्य कहबो पोस्ट को स्त्री मध्य आमानकर समस्तଙ୍କର कथा शुणी दीदी आमानकर सम्मुख रे उपस्थित अछंती से वाक्य नहीं आसुअछंती से केही नुहंती आमानकर शिप्का सार स्त्री मु प्रभु जीशु ख्रीष्ट नाम रे दीदी को सम्मुख को आह्वान करे से सम्मुख को जेते बेले आसीबे आमे समस्ते करताल सहित दीदी को आमे स्वागत करिबा। हालेलुया प्रेज द लॉर्ड प्रत्येक आमे करताल देबा। हालेलुया प्रेज द लॉर्ड। दीदी नमस्कार प्रेज द लॉर्ड। तांकर नेटवर्क फेल ହେଲା ବୋଧେ दीदी जॉइन करंतु नेटवर्क प्रॉब्लम है टिके रुन गुटे मिनिट टिके अपेक्षा करिबा चल बाबू जना जना बाबू रो डिवाइस जेंती ता मने तिमती आगे हे जाय ना केंती ना तो जना दीदी आज्ञा कर मोबाइल हां आज्ञा मोबाइल ट्रायल करूची जदी नाही पतो पळे सुंदर पतो तो चालूची मोर मोबाइल धरबे हां Recording in progress. 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 हां खोलना हां खोलना एटा तो व्यक्ति को कॉल करूछंती बोलो करे फोन दीछो मन कर दे हेलो सुबला की मन कर दे हां सुबला की हां सुबला की यार इतनी ओके प्रेज द लॉर्ड ओके प्रेज द लॉर्ड ओके प्रेज द लॉर्ड समस्त प्रभु यीशु का नाम रे प्रेज द लॉर्ड रिसाउंड हो होनी एठी नेट प्रॉब्लम है हां नहीं कोरोना आसला जे हां ठीक अछि करूछी हां हेलो शुभुची की
ଦିଦି ଶୁଭା ଯାଉଛି ଆରମ୍ଭ କରନ୍ତୁ। Okay, praise the Lord. Praise the Lord, sister. Praise the Lord. प्रभु यीशुଙ୍କ ନାମରେ ମୁଁ ସମସ୍ତଙ୍କୁ ପୁଣି ଥରେ ପ୍ରେଜ ଦ ଲର୍ଡ କହୁଛି। ପ୍ରଭୁଙ୍କର ମହାନ ନାମରେ ଧନ୍ୟବାଦ ହଉ। ପ୍ରଭୁଙ୍କର ମହାନ ନାମରେ ଧନ୍ୟବାଦ ହଉ କି ଆଜି ଆମେ ସକାଳ ସମୟରେ ସମସ୍ତେ ଏକତ୍ରିତ ହେଇ ପାରିଛୁ। ଆଉ ମୁଁ ବହୁତ ନିଜକୁ ଗୌରବ ମନେ କରୁଛି। ମୁଁ ଅନେକ ସମୟରେ ଆପଣ ମାନଙ୍କର ଜୁମ ରେ ରହିଥାଏ, କିନ୍ତୁ ମୁଁ ଫ୍ରଣ୍ଟ କୁ କେବେ ଆସି ନଥାଏ। ଆଉ ଏଇଟା ଗୋଟେ ପ୍ରଭୁଙ୍କର ଯୋଜନା ଯେ ଆଜି ମତେ ପ୍ରଭୁଙ୍କର ନିକଟକୁ ଆପଣ ପ୍ରଭୁଙ୍କର ଦାସ ଦାସୀ ମାନଙ୍କର ନିକଟକୁ ଆସିବା ନିମନ୍ତେ ପ୍ରଭୁ ସୁଯୋଗ ଦେଲେ। ଆଉ ମୁଁ ନିଜକୁ ବହୁତ ଗର୍ବ ମନେ କରୁଛି, କାହିଁକି ଠିକ ସମୟରେ ପ୍ରଭୁ ପ୍ରତ୍ୟେକ ଲୋକଙ୍କୁ କନେକ୍ସନ କରିଥାନ୍ତି। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ବନ୍ଦ କରିଦିଅ। ଆଉ କେତେ କେତେ ସମୟରେ ନେଟ ର ପ୍ରୋବ୍ଲେମ ପାଇଁ ବହୁତ ଅସୁବିଧା ହେଇଥାଏ। ସେ ଯାହା ବି ହଉ, ଆଉ ଅନେକ ସମୟରେ ଆପଣ ମାନେ ଶୁଣିଥିବେ ପ୍ରଭୁଙ୍କର ବାକ୍ୟ ଯେ ପ୍ରଭୁ ଗୃହକୁ ଯୋଉମାନେ ପ୍ରଭୁଙ୍କୁ ଯୋଉମାନେ ନିମନ୍ତ୍ରଣ କରିଥାନ୍ତି, ପ୍ରଭୁଙ୍କୁ ଯୋଉମାନେ ନିଜର ଗୃହକୁ ନିମନ୍ତ୍ରଣ କରିଥାନ୍ତି, ସେଇ ଗୃହ ମାନଙ୍କରେ ପ୍ରଭୁଙ୍କର କଣ ସବୁ ଆଶୀର୍ବାଦ ଆସିଥାଏ। ସେହି ଗୃହ ମାନଙ୍କରେ ପ୍ରଭୁଙ୍କର କଣ ସବୁ ପ୍ରେମ ସ୍ନେହ ବା ପ୍ରଭୁଙ୍କର ଉପସ୍ଥିତି ଥାଇ ଆମେ କିପରି ପ୍ରଭୁଙ୍କର ସହିତ ଷ୍ଟ୍ରଙ୍ଗ ହେଇଥାଉ, ଆମେ ସେଇ ବିଷୟରେ ମୁଁ କହିବାକୁ ଚାହେଁ। ଆଉ ଆଜି ମୁଁ କିଛି ବାକ୍ୟ କହିବାକୁ ଚାହେଁ, ଯୋଉ ବାକ୍ୟ କି ଆପଣ ମାନେ ସମସ୍ତେ ଜାଣି ଅଛନ୍ତି। ଆଉ ସେହି ବାକ୍ୟ ଯାହାକି ବାକ୍ୟରେ ଲେଖା ହେଇଅଛି ପ୍ରକାଶିତ ତାର 3:20 ପଦ ଆମେ ପଢିବା। ଦେଖ, ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ। ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ଆଉ ଆମେ ଏଇ ଜାଗାରେ ଦେଖୁଅଛୁ, ଦେଖ ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମର ସ୍ୱର ଶୁଣି ଦ୍ୱାର ଫିଟାଇବ, ତାହା ହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ। ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ପ୍ରେଜ ଦ ଲର୍ଡ। ଆଉ ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ହଉ ଯେ ପ୍ରଭୁ ଏତେ ସୁନ୍ଦର ବାକ୍ୟ ଆମକୁ ପ୍ରକାଶ କରୁଅଛନ୍ତି ଯେ ପ୍ରଭୁ ସେ ଛିଡା ହେଇ ଅଛନ୍ତି, ସେ ସବୁ ସମୟରେ ଅପେକ୍ଷା କରି ରହିଅଛନ୍ତି ଯେ ଆମେ ଯଦି ତାଙ୍କର ନିକଟକୁ ଯିବା, ତାହେଲେ ଆମେ ଯଦି ତାଙ୍କୁ ଡାକିବା, ତାହେଲେ ପ୍ରଭୁ କିପରି ଆମର ଗୃହରେ ପ୍ରବେଶ କରିବେ ଆଉ ଆମର ସହିତ ସେ କୋଉ ହିସାବରେ ସେ ରହିବାକୁ ଚାହାନ୍ତି। ପ୍ରେଜ ଦ ଲର୍ଡ। ଆଉ ମୁଁ ପ୍ରଥମେ କହିବାକୁ ଚାହେଁ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତରର ଗୃହକୁ ଗଲେ, ଆପଣ ମାନେ ସମସ୍ତେ ଜାଣି ଅଛନ୍ତି ଯେ ପିତରର ଶାଶୁକୁ ଯେତେବେଳେ ଜ୍ୱର ହଉଥିଲା, ସେ କେମିତି ତାଙ୍କର ଗୃହକୁ ଗଲା ପରେ ସାଙ୍ଗେ ସାଙ୍ଗେ ପ୍ରଭୁ ତାଙ୍କୁ ସୁସ୍ଥ କରୁଅଛନ୍ତି। ସାଙ୍ଗେ ସାଙ୍ଗେ ସେ ସ୍ପର୍ଶ କରି ତାଙ୍କୁ ସୁସ୍ଥତା ଦଉଅଛନ୍ତି। ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ହଉ। ଆଉ ତାଙ୍କର ଶାଶୁ ସାଙ୍ଗେ ସାଙ୍ଗେ ସେ ଉଠି କଣ କରୁଅଛନ୍ତି, ପ୍ରଭୁଙ୍କର ସେବାରେ ସେ ଲାଗୁଅଛନ୍ତି। ଆଉ ଆମେ ପ୍ରଭୁଙ୍କୁ ସେଇ ହିସାବରେ ଡାକିବା। ପ୍ରଭୁଙ୍କୁ ଆମେ ସବୁ ସମୟରେ ପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ପଡିବ। ତାହେଲେ ପ୍ରଭୁ ଆମର ଜୀବନରେ
अनेक प्रकार आशीर्वाद करी आमे प्रभुंकर सेवा करि परिबा। आमे अनेक समय अनेक लोक चाहती आमे अनेक समय दुख समय प्रभु को डाकी थाउ किंतु प्रभु जेते बेले आशीर्वाद करती आमे भूली जाई थाउ आउ प्रभु को मने पकईबाटा भूली जाई थाउ किंतु प्रभु को से सासु माँ कौन करथिले सांगे सांगे प्रभुंकर सेवारे से लागी थिले आउ प्रभुंकर आशीर्वाद तांकर परिवार रे आसीथिला आउ से प्रभु को धन्यवाद रो सहित प्रभुंकर सेवा आराधना रे से रही थिले। प्रेज द लॉर्ड, प्रेज द लॉर्ड। आउ टिके मोर नेट प्रॉब्लम होउची मु आउ गोटे मोबाइल रे ऑन करूची। सिस्टर भलो चालीचे एठी को शुभुची की पूरा क्लियर हाँ सुबुची दीदी आपनकर क्लियर सुभा जाउची आपण ए डिवाइस रे कोंतु। ओके प्रेज द लॉर्ड, प्रेज द लॉर्ड। शुभुची शुभुची प्रेज द लॉर्ड। आउ जेते बेले मु प्रथम करी कहली जे पितर रो गृह को जेते बेले प्रभु जाउ अछंती आउ सेही गृह रे कोन आसु अछि सुस्थता आसु अछि आउ प्रभुंकर आशीर्वाद तांकर गृह रे प्रवेश करू अछि काहे कि प्रभु जहार गृह को जानती आउ सेही गृह रे प्रभुंकर संपर्क थाए से खाली जे शरीर को सुस्थ करंती ताहा नुहे किंतु हृदय को निजर संपर्क को मध्य प्रभु सुस्थ करिबा परमेश्वर राजा। तेणु आमे निज को निजे कौन करिबा प्रभु को आमे आमंत्रण करिबा बा प्रभु को आमे निमंत्रण करिबा ताहेले प्रभु आमरी गृह रे सुस्थतार गृह करिवे आशीर्वाद रो गृह करिवे एवं प्रभु हमको गुटे सेवाकारी रो गृह बनाइबे काहे कि से दिन पितर रो सासु मां से सांगे सांगे प्रभुंकर परिचर्या करिथिला आउ से चुप बसी नथिला आउ प्रभु तांको आशीर्वाद करिथिले एवं तांकर प्रत्येक जर आउ प्रत्येक विषय तांकर सुस्थ हेइथिला आउ सेही गृह सुस्थ तार गृह हेइथिला। प्रेज द लॉर्ड, प्रेज द लॉर्ड। आउ द्वितीय रे आमे देखु अछु जे कोन होछि अनेक समय रे आमे जानो जक्षर गृह को प्रभु जाइथिले एवं सेही गृह रे को हिसाब रे परित्राण आसु अछि आउ आमे पढिबा लुक तार 19 पर्व 1 रु 10 पद से जगह रे जक्षर गृह को जाई प्रभुंकर केते बड़ परित्राण आसु अछि। ପରେ ସେ ଜିରିହରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ। ଆଉ ଦେଖ ଯକ୍ଷ ନାମରେ ଜଣେ ଲୋକ ଥିଲେ ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ। ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁନଥିଲେ କାରଣ ସେ ବାଙ୍ଗର ଥିଲେ। ଏଣୁ ସେ ଆଗକୁ ଦୌଡ଼ି ଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବୁରି ଗଛରେ ଚଢ଼ିଲେ କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା। ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ ଯକ୍ଷ ଶୀଘ୍ର ଓହ୍ଲାଇ ଆସ କାରଣ ଆଜି ମତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି। କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ ହେ ପ୍ରଭୁ ଦେଖନ୍ତୁ ମୋହର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି ଯେଣୁ ଏ ମଧ୍ୟ ଅବ୍ରାହମଙ୍କର ଜଣେ ସନ୍ତାନ କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ଆଉ ଆମେ ଏ ଜାଗାରେ ଦେଖୁଅଛୁ ଯୀଶୁ କହୁଅଛନ୍ତି ଯକ୍ଷକୁ ଯେ ଯକ୍ଷ ଆଜି ମୁଁ ତୁମ ଘରେ ରହିବାକୁ ଚାହୁଁଅଛି। ଆଉ ଯକ୍ଷ ସେ ସମୟରେ ଆନନ୍ଦରେ କଣ କରୁଅଛନ୍ତି ଯୀଶୁଙ୍କୁ ସେ ଗ୍ରହଣ କରୁଅଛନ୍ତି ତାଙ୍କର ଗୃହକୁ ନଉଅଛନ୍ତି। ଆଉ ସେଦିନ ଯେ ତାଙ୍କର ଜୀବନରେ ଯେ କେତେ ଖୁସି ନଥିବ ଆଉ ସେ ଯକ୍ଷ ଯିଏ କି
ନିଜେ ପ୍ରଭୁଙ୍କୁ ଦେଖି ପାରୁନଥିଲା ଆଉ ସେ କଣ କରୁଥିଲା ସେ ଗଛ ଉପରକୁ ଯାଇ ମୁଁ କିପରି ଭାବରେ ପ୍ରଭୁଙ୍କୁ ଦେଖିବି ବୋଲି ଚେଷ୍ଟା କରୁଥିଲା। ଏତେ ଉତ୍ସାହର ସହିତ ସେ ପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲା। କିନ୍ତୁ ଯୀଶୁ ନିଜେ ତାର ପାଖକୁ ଯାଇ କହୁଅଛନ୍ତି ଯେ ଯକ୍ଷ ଆଜି ମୁଁ ତୁମ ଘରକୁ ଯିବି ଆଉ ତୁମର ଘରରେ ମୋର ଆବଶ୍ୟକ ଅଛି ବୋଲି। ଆଉ ସେତିକି ସମୟରେ ସେ କଣ କରୁଅଛନ୍ତି ଆନନ୍ଦରେ ପୁରା ଉତ୍ସାହର ସହିତ ସେ ଯୀଶୁକୁ ଗ୍ରହଣ କରୁଅଛନ୍ତି। ଆଉ ସେହି ଦିନ ତାଙ୍କର ଗୃହରେ ପରିତ୍ରାଣ ଆସୁଅଛି। ପ୍ରେଜ୍ ଦ ଲର୍ଡ। କାହିଁକି ଯୀଶୁ ଖାଲି ପାପୀ ମାନଙ୍କୁ ତାଡନା କରିବା ନିମନ୍ତେ ସେ ଆସିନାହାନ୍ତି କିନ୍ତୁ ପରିତ୍ରାଣ ଦେବା ନିମନ୍ତେ ସେ ଆସିଅଛନ୍ତି। ଆଉ ଯୀଶୁ ସେଥିପାଇଁ ସେଇ ଗୃହକୁ ଯୋଉଦିନ ସେ ଗଲେ ସେଇଦିନ ସେ ଜାଗାରେ ଯକ୍ଷର ଗୃହରେ ପରିତ୍ରାଣ ଆସୁଅଛି। ଆଉ ତାର ଯେତେ ଦୋଷ ଯାହା ସେ ପାପ କରିଥିଲା ଅପରାଧ କରିଥିଲା ଏଇ ସବୁକୁ ପ୍ରଭୁ ତାକୁ କ୍ଷମା କରି ଦେଉଅଛନ୍ତି। ଆଉ ତାକୁ କଣ କରୁଅଛନ୍ତି ପରିତ୍ରାଣ ଦଉଅଛନ୍ତି, ଆଶୀର୍ବାଦ କରୁଅଛନ୍ତି। ତାର ଗୃହରେ ପ୍ରେମ ଆସୁଅଛି, ତାର ଗୃହରେ ସରଳ ଜୀବନ ଆସୁଅଛି। ଆଉ ପ୍ରଭୁଙ୍କର ଆଶୀର୍ବାଦ ସେହି ଗୃହରେ ପ୍ରକାଶ ହଉଅଛି। ତେଣୁ ଆମେ ଯୀଶୁଙ୍କୁ ଡାକିବା କାହିଁକି ଯୀଶୁ ପାପୀକୁ ମଧ୍ୟ ପ୍ରେମ କରନ୍ତି। ଆଉ ସେ କଣ କରନ୍ତି ତାଙ୍କର ଗୃହକୁ ଯିବା ନିମନ୍ତେ ଚାହାନ୍ତି। ଆଉ ପ୍ରଭୁଙ୍କୁ ଆମେ ଆମର ଗୃହକୁ ଆମେ ସବୁ ସମୟରେ ଡାକିବାକୁ ଚେଷ୍ଟା କରିବା। ଆଉ ଆମର ଜୀବନରେ ଥିବା ଯେତେ ଲୋଭ ଯେତେ ପାପ ଯେତେ ଅପରାଧ ପ୍ରଭୁ ଆମର ହୃଦୟରୁ କାଢି ନେବେ ଏବଂ ଆମକୁ ପବିତ୍ର ଜୀବନ ପୂର୍ଣ୍ଣ କରିବେ ଏବଂ ସାହାଯ୍ୟ କରିବେ। ପ୍ରେଜ୍ ଦ ଲର୍ଡ। ଆହୁରି ମଧ୍ୟ ଆମେ ଦେଖୁଅଛୁ ବାକ୍ୟରେ ଯେ ଜାଇରସର ଗୃହରେ ପ୍ରଭୁ କୋଉ ହିସାବରେ ପ୍ରବେଶ କରୁଅଛନ୍ତି। ମାର୍କ ତାର 5 ପର୍ବ 35 ରୁ 43 ପଦରେ ଲେଖା ହେଇଅଛି ଯେ ଜାଇରସର ଝିଅ ମରି ଯାଇଥିଲା ଆଉ ଯୀଶୁ ତାର ଗୃହକୁ ଯାଇ କେମିତି ତାକୁ ଜୀବିତ କରୁଅଛନ୍ତି। ପ୍ରେଜ୍ ଦ ଲର୍ଡ। ଆମେ ପଢିବା ମାର୍କ ତାର 5 ପର୍ବ 35 ରୁ 43 ଯାଏ। ଏହି କଥା କହୁଥିବା ସମୟରେ ସମାଜ ଗୃହର ଅଧ୍ୟକ୍ଷ ଘରୁ ଲୋକେ ଆସି କହିଲେ ଆପଣଙ୍କର ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି? କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ସମାଜ ଗୃହରେ ଅଧ୍ୟକ୍ଷଙ୍କୁ କହିଲେ ଭୟ କର ନାହିଁ, କେବଳ ବିଶ୍ୱାସ କର। ପୁଣି ସେ ପିତର ଯାକୁବ ଓ ତାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସଙ୍ଗରେ ଯିବାକୁ ଦେଲେ ନାହିଁ। ସେମାନେ ସମାଜ ଗୃହର ଅଧ୍ୟକ୍ଷଙ୍କ ଘରକୁ ଆସନ୍ତେ ସେ କୋଳାହଳ ହଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ। ପୁଣି ଭିତରକୁ ଯାଇ ସେମାନଙ୍କୁ କହିଲେ କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରିନାହିଁ ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମା ଓ ଆପଣା ସଙ୍ଗୀମାନଙ୍କୁ ସଙ୍ଗରେ ଘେନି ପିଲାଟି ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ପ୍ରବେଶ କଲେ। ଆଉ ପିଲାର ହାତ ଧରି ତାଙ୍କୁ କହିଲେ ତଲିଥା କୁମ୍, ଅର୍ଥାତ୍ ଆଗ ବାଳିକା ମୁଁ ତତେ କହୁଅଛି ଉଠ। ସେହି ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଉ ଏଇ ଜାଗାରେ ଆମେ ଦେଖୁଅଛୁ ଜାଇରସଙ୍କର ଝିଅକୁ ମରି ଯାଇଥିଲା କିନ୍ତୁ ଯୀଶୁ କଣ କରୁଅଛନ୍ତି ତାଙ୍କର ଗୃହକୁ ଯାଇ ଝିଅକୁ କହୁଅଛନ୍ତି ଝିଅ ମରି ନାହିଁ, ସେ କଣ କରିଅଛି ଶୋଇ ପଡିଅଛି। ଆଉ ସେ ତାର ହାତ ଧରି ତାକୁ କହୁଅଛନ୍ତି ଯେ ତାଲିଥା କୁମ୍, ଆଉ ସେ କଣ କରୁଅଛି ଉଠିକରି ବସୁଅଛି। ପ୍ରେଜ୍ ଦ ଲର୍ଡ। ଆଉ ସେ ଜାଗାରେ ପ୍ରଭୁ ମୃତ୍ୟୁ ଲୋକକୁ ବି ଜିନ୍ଦା କରିବା ପରମେଶ୍ୱର। ଆଉ ସେ ଆଶୀର୍ବାଦ କରିବା ପରମେଶ୍ୱର। ସେ ମରି ଯାଇଥିବା ଲୋକକୁ ମଧ୍ୟ କଣ କରୁଅଛନ୍ତି ଜୀବନ ଦାନ କରୁଅଛନ୍ତି। ଆମେ ନିରାଶ ହେଇ ଯାଇଥାଉ ଆଉ ପ୍ରଭୁ ଆମକୁ ଆଶାରେ ପରିଣତ କରିବା ପରମେଶ୍ୱର, ଆଶା ଦେବା ପରମେଶ୍ୱର। ଆମେ ଅନେକ ସମୟରେ ଚିନ୍ତା କରିଥାଉ ଆମର ଜୀବନରେ କିଛି ନାହିଁ, ଆମେ ଆଜି ମୃତ୍ୟୁରେ ପଡିଅଛୁ, ଆଜି ଆମର ଗୃହରେ କିଛି ନାହିଁ, ଆଜି ଆମର ଜୀବନରେ କିଛି ନାହିଁ। କିନ୍ତୁ ପ୍ରଭୁ ଆଶା ଦେଇ ନୂତନ ଭାବରେ ଆମକୁ ଉଠାଇବା ପରମେଶ୍ୱର। ସେଇଦିନ ସେ ଝିଅ ମୃତ୍ୟୁବରଣ କରିଥିଲା କିନ୍ତୁ ପ୍ରଭୁ ତାର ଗୃହକୁ ଯାଇ କଣ କରୁଅଛନ୍ତି ଝିଅକୁ
ଉଠାଉଅଛନ୍ତି, ହାତ ଧରି ଉଠାଉଅଛନ୍ତି। ଆମର ଜୀବନରେ ମଧ୍ୟ ଆମେ ଯଦି ପ୍ରଭୁଙ୍କୁ ଡାକିବା, ଆମର ଜୀବନରେ ମଧ୍ୟ ଆମେ ପ୍ରଭୁଙ୍କୁ ଯଦି ଏପରି ଭାବରେ ଆମେ ୱେଲକମ୍ କରିବା, ପ୍ରଭୁ ଆମର ଗୃହକୁ ଆସିବେ ଆଉ ଆମର ଗୃହକୁ ଆସି ଆମର ଜୀବନରେ ଥିବା ପ୍ରତ୍ୟେକ ଦୁଃଖକୁ ଆଶାରେ ପରିଣତ କରିବେ। ଆମର ଜୀବନର ଯେତେ ନିରାଶ ଥାଉ, ଆମର ଜୀବନରେ ଯେତେ ବିପଦ ଥାଉ, ଯେତେ ବିଷୟ ପାଇଁ ଆମେ ଚିନ୍ତିତ ଥାଉ, ସେ ସବୁ ବିଷୟକୁ ହାତ ଧରି ପ୍ରଭୁ ଆମକୁ ରକ୍ଷା କରିବେ, ଆମକୁ ସ୍ପର୍ଶ କରିବେ ଆଉ ଆମର ଜୀବନରେ କଣ କରିବେ? ନୂତନ ମିରାକାଲ ଆଣିବେ, ନୂତନ ଭାବରେ ଆମକୁ ଆଶୀର୍ବାଦ କରିବେ। ତେଣୁ ଆମେ ଆମର ଗୃହକୁ ଡାକୁ। ଆଉ ମୁଁ ତ ଦେଖୁଅଛି ରିଏଲ ମିନିଷ୍ଟ୍ରିରେ ମା ମାନେ ପ୍ରତିଦିନ ଆପଣ ମାନେ ପ୍ରଭୁଙ୍କୁ ଡାକୁଅଛନ୍ତି ଆଉ ପ୍ରଭୁଙ୍କର ଆଶୀର୍ବାଦ ମଧ୍ୟ ଆପଣ ମାନଙ୍କର ଜୀବନରେ ନିଶ୍ଚୟ ଆସୁଅଛି। ଆଉ ମୁଁ ଏତେ ଦିନ ଯେତେବେଳେ 2 ଦିନ ମୁଁ ମିଶୁଛି, ମତେ ବହୁତ ଖୁସି ଲାଗୁଛି ମା ମାନଙ୍କର ଉଦ୍ୟୋଗୀକୁ ଦେଖି। ଆଉ ଆମେ ଏପରି ଭାବରେ ପ୍ରଭୁଙ୍କୁ ଯଦି ଡାକିବା, ହାତ ଧରି ପ୍ରଭୁ ଆମକୁ କଣ କରିବେ? ପ୍ରତ୍ୟେକ ବିପଦରୁ ପ୍ରଭୁ ଆମକୁ ଉଠାଇବା ପରମେଶ୍ୱର, ମୃତ୍ୟୁରୁ ଉଠାଇବା ପରମେଶ୍ୱର, ଆମକୁ ନୂତନ ଆଶା ଦେଇ ପୁନର୍ଜୀବିତ କରିବା ପରମେଶ୍ୱର। ତେଣୁ ଆମେ ପ୍ରତିଦିନ ପ୍ରଭୁଙ୍କୁ ଏଇପରି ଆମେ ଡାକୁ ଆଉ ପ୍ରଭୁ ପ୍ରତିଦିନ ଆମର ଗୃହରେ ଆସି ବିଦ୍ୟମାନ ହୁଅନ୍ତୁ, ଆଶୀର୍ବାଦ କରନ୍ତୁ, ହାତ ଧରି ଆମକୁ ପ୍ରତ୍ୟେକ ବିଷୟରେ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ପ୍ରେଜ୍ ଦ ଲର୍ଡ। ଆହୁରି ମଧ୍ୟ ଆମେ ଦେଖୁଅଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କରୁଥିଲେ? ମରିୟମ ଏବଂ ମାର୍ଥାଙ୍କର ଗୃହକୁ ସବୁବେଳେ ସେ ଯାଉଥିଲେ। ଆଉ ସେଇ ଗୃହରେ କଣ ରହୁଥିଲା? ପ୍ରଭୁଙ୍କର ଉପସ୍ଥିତି ରହୁଥିଲା। ଆମେ ଲୁକ 10:38 ଦେଖୁଅଛୁ ଯେ ପ୍ରଭୁଙ୍କର ଉପସ୍ଥିତି ସେ ପରିବାରରେ ରହୁଥିଲା। ଆଉ ଯେତେବେଳେ ତାଙ୍କର ଭାଇ ଲାଜାର ମୃତ୍ୟୁବରଣ କରୁଅଛନ୍ତି, ପ୍ରଭୁ ଆସି ସେଇ ଗୃହରେ ମଧ୍ୟ କଣ କରୁଅଛନ୍ତି? ପୁନର୍ଜୀବନ ଦଉଅଛନ୍ତି। ଲାଜାରକୁ ମୃତ୍ୟୁରୁ ସେ ଉଠାଉଅଛନ୍ତି। ତେଣୁ ଆମେ ପ୍ରଭୁଙ୍କର ଉପସ୍ଥିତିରେ ରହିବାକୁ ପଡିବ, ପ୍ରଭୁଙ୍କର ଶବ୍ଦକୁ ଆମକୁ ଶୁଣିବାକୁ ପଡିବ। ଆଉ ସେଦିନ ଲାଜାର ପ୍ରଭୁଙ୍କର ଶବ୍ଦକୁ ଶୁଣି ସେ କଣ କରିଥିଲେ? ପ୍ରଭୁଙ୍କର ସ୍ୱରକୁ ଶୁଣି ସାଙ୍ଗେ ସାଙ୍ଗେ ସେ କଣ କରିଥିଲେ? ଉଠି ବସିଥିଲେ। ସେ ମୃତ୍ୟୁରୁ ମଧ୍ୟ ସେ କଣ ହେଇଥିଲେ? ଉଠିକି ବାହାରକୁ ଆସିଥିଲେ ଆଉ ପ୍ରଭୁ ପୁନର୍ଜୀବନ ଦେଇଥିଲେ। ଆଉ ପ୍ରଭୁ ଆମକୁ ମଧ୍ୟ ଆତ୍ମିକ ଭାବରେ ପୁନର୍ଜୀବନ ଦେବା ପରମେଶ୍ୱର ରାଜା, ଆଶୀର୍ବାଦ କରିବା ପରମେଶ୍ୱର। ଆମେ ତାଙ୍କର ସହିତ ଏହିପରି ଭାବରେ ଯଦି ଆରାଧନାରେ ପ୍ରଶଂସାରେ ଆମେ ଲାଗି ରହିବା, କାହିଁକି ପ୍ରଭୁ ଯେତେବେଳେ ମାର୍ଥା ଏବଂ ମରିୟମର ଗୃହକୁ ଯାଉଥିଲେ, ସେ ଜାଗାରେ କଣ ହଉଥିଲା? ମରିୟମ ପାଖରେ ବସି ଯୀଶୁଙ୍କର ବାକ୍ୟକୁ ଶୁଣୁଥିଲା, ଆରାଧନା କରୁଥିଲା, ଉପାସନା କରୁଥିଲା ପ୍ରଭୁଙ୍କର ସହିତ। ଆଉ ମାର୍ଥା କଣ କରୁଥିଲେ? ପ୍ରଭୁଙ୍କର ସେବାରେ ସେ ଲାଗୁଥିଲେ। ତେଣୁ ଆମେ ପ୍ରଭୁଙ୍କର ଆରାଧନା ପ୍ରଶଂସା କରି ପ୍ରଭୁଙ୍କୁ ଡାକିବା ସହିତ ଆମେ ପ୍ରଭୁଙ୍କର ସେବାରେ ମଧ୍ୟ ଲାଗିବା। ଆଉ ପ୍ରଭୁ ଆମର ଜୀବନରେ ଆଶୀର୍ବାଦ କରିବେ। ଆମରି ଗୃହ ଉପାସନାର ଗୃହ ହେବ। ଆମରି ଗୃହରେ ଆମେ ପ୍ରଭୁଙ୍କର ଆବାଜକୁ ଶୁଣି ପାରିବା, ପ୍ରଭୁଙ୍କର ଉପସ୍ଥିତିକୁ ଶୁଣିବା, ପ୍ରଭୁଙ୍କର ସ୍ୱରକୁ ଆମେ ଶୁଣି ପାରିବା। ଆଉ ଆମର ମନରେ ଥିବା ପ୍ରତ୍ୟେକ ଚିନ୍ତା ପ୍ରଭୁ ଦୂର କରିବା ପରମେଶ୍ୱର। ପ୍ରଭୁ ଅନେକ ପ୍ରକାର ମିରାକାଲ ଆମର ଜୀବନ ମାନଙ୍କରେ କରନ୍ତି। ତେଣୁ ଆମେ ପ୍ରଭୁଙ୍କର ପାଦ ତଳେ ବସିବାକୁ ପଡିବ। ପ୍ରଭୁଙ୍କର ପାଦ ତଳେ ଯଦି ବସିବା, ପ୍ରଭୁ ଆମକୁ ପ୍ରତ୍ୟେକ ଚିନ୍ତାକୁ ଦୂର କରି ଉପାସନାରେ ଆମର ଜୀବନକୁ କଣ କରିବେ? ପରିବର୍ତ୍ତନ କରିବେ। ପ୍ରଭୁ ଆମର ଗୃହକୁ ଉପାସନାର ଗୃହ ବନାଇବେ। ପ୍ରଭୁ ଆମର ଜୀବନକୁ ଉପାସନାର ଜୀବନ ବନାଇବେ। ଆଉ ଯୋଉମାନେ ଆମର ଗୃହକୁ ଆସନ୍ତି, ସେମାନେ ଆମର ଗୃହରେ ପ୍ରଭୁଙ୍କର ଉପସ୍ଥିତିକୁ ଦେଖିବେ। ପ୍ରେଜ୍ ଦ ଲର୍ଡ। ଆମେ ବାକ୍ୟରେ ଦେଖୁଅଛୁ କେତେ ପ୍ରକାର ପ୍ରଭୁଙ୍କର ଆଶୀର୍ବାଦ ସବୁ ଆସୁଅଛି। ଆହୁରି ମଧ୍ୟ ଆମେ ଏ ବାକ୍ୟରେ ଦେଖୁଅଛୁ ଏତେ ସୁନ୍ଦର ବାକ୍ୟ। ସେ ଜାଗାରେ ସାଇମନର ଗୃହରେ କଣ ହଉଅଛି? ପ୍ରଭୁଙ୍କର ଉପାସନା ଚାଲୁଅଛି। ପ୍ରଭୁ ସେ ଜାଗାରେ ଯାଇ ସାଇମନର ଗୃହକୁ ଯାଉଅଛନ୍ତି। ମାଥ୍ୟୁ ତାର 26 ପର୍ବରେ ଆମେ ଦେଖୁଅଛୁ 6-13 ଯାଏ ଯେ ଯୀଶୁ ଯେତେବେଳେ ସାଇମନର ଗୃହରେ କଣ କରୁଥିଲେ? ଯାଇଥିଲେ। ଆଉ ସେଇ ଗୃହରେ ତାକୁ ଇନଭାଇଟେସନ ମିଳିଥିଲା। ଆଉ ସେ ଜାଗାରେ ସେ ଯାଇ ତାଙ୍କର ଗୃହରେ ଅଛନ୍ତି।
आउ गुटे नारी आपण माने समस्ते जानी अछंती आउ से जगह रे जाई कोन करू अछंती से प्रभु को सुंदर भाबरे केते दामिकार सुगंधी तल्य रे प्रभु को ढाली से क्रंदन करी प्रभु कर निकट रे तांकर पाद को से पोछु अछंती आउ प्रभु से जगह रे से गृह को कौन करू अछंती से उपासना जेते बेले से करू अछि कांदु अछि पोछु अछि सेही समय रे से तार से तल्य को प्रभु कौन करू अछंती पूरा से सुगंधी को पूरा गुटे अतर रे एते सुंदर बासना रे परिणत करी दउ अछंती आउ सेही गृह प्रभुंकर उपस्थित रो गृह अछि लोक मना करूछंती किंतु प्रभु से जगह रे कौन करू अछंती से सुगंधी को प्रभु पूरा आशीर्वाद रे परिणत करी दउ अछंती आज आमे प्रभु को सेही हिसाब रे डाकुछु कि आमे प्रभुंकर पाद तले पडु अछु कि आमे प्रभुंकर सहित सेही हिसाब रे लागु अछु कि आराधना करू अछु कि प्रशंसा करू अछु कि आमर आखिरु पानी से हिसाब रे झड़ू अछि कि आमे कांदी कांदी प्रभु को से हिसाब रे डाकिबा आउ प्रभु आमर जीवन को आसीबे आमर हृदय जे पर्यंत भांगिबा नै आमर हृदय को जे पर्यंत आमे भांगी कि प्रभु को कहिबा नै आमर अश्रु जे पर्यंत बाहरिबो नै से पर्यंत आमर जीवन रे आशीर्वाद आसीबो नै आउ से दिन से नारी कौन करू अछि कांदु अछि आउ कांदी कांदी से प्रभुंकर निकट रे निजर अश्रु को झराउ अछि आउ सेही अश्रु रे प्रभुंकर पाद को से पोछु अछि आउ एते बहुमूल्य तल्य रे प्रभु को कौन करू अछि लगाउ अछि आउ एही परि आमे मध्य आज लगाइबा को पड़िबो प्रभुंकर निकट रे हमर हृदय को भांगिबा को पड़िबो ताहेले प्रभुंकर प्रेम हमर जीवन रे आसीबो आउ सेही दिन प्रभुंकर निकट रे से नारी अनेक प्रकार भाबरे निजर हृदयर वेदना को प्रभुंकर निकट रे जणाइथिला आउ प्रभु तार जीवन रे आशीर्वाद करथिले तार जीवन रे मध्य प्रभुंकर आशीर्वाद आसीथिला आउ सेही नारी कौन करिथिला प्रभुंकर उपस्थिति को से पाइथिला आउ सेही सुगंध पूरा उपासना रे परिणत हे जाइथिला प्रार्थना उपासना रे परिणत हे जाइथिला प्रेज द लॉर्ड प्रेज द लॉर्ड आहुरी मध्य आमे देखुअछु वाक्य रे इमाउ गृह रे लोकंकर आखि खोली जाउ अछि बुद्धिर द्वार खोली जाउ अछि लुक तार 24 पर्व 28 रु 32 पद रे आमे देखुअछु जे दुई शिष्य जीशुंकर सहित चालू थिले किंतु तांकर परिचय पाई पारु नथिले आउ से माने जेते बेले जीशु को गृह को रहिबा को डाकिले आउ जेते बेले तांकर गृह को डाकू अछंती जेते बेले से माने कथा होचंती किंतु प्रभुंकर विषय किछि जानि नथिले आउ जेते बेले अतिथि करी डाकी तांको रोटी भांगिबा को कहू अछंती सेही समय रे से मानकर आखि खोलु अछि बुद्धिर द्वार खोलु अछि आउ से माने सेही समय रे जानु अछंती जे से यीशु ख्रीष्ट बोली आज आमर जीवन रे आमे अनेक समय रे अनेक निराश समय रे आमे जानी थाउ प्रभु को डाकी थाउ कांदी कांदी मध्य आमे प्रभु को डाकी थाउ उपासना करि थाउ आराधना करि थाउ किंतु प्रभु जेते बेले हमर निकट रे उपस्थित हुअन्तु आमे कोन करि थाउ प्रभुंकर उपस्थिति को जानी पारि न थाउ आमे प्रार्थना करिबा प्रभु हमर जीवन रो हमर बुद्धिर द्वार को खोलंतु हमर चक्षु को खोलंतु आमे प्रभु को देखि परिबा हमर हृदय को खोलंतु आमे जेपरि आमे प्रभु को देखि परिबा आमे जेपरि हमर गृह रे सदा सर्वदा एपरि भाव रे प्रभु को आमे डाकी परिबा एवं प्रभु हमर जीवन रे हमर आखि को खोली परिबे एवं आमे प्रभुंकर उपस्थिति रे रही परिबा आतिथ्य सत्कार करी आमे प्रभुंकर सेवा एपरि भाव रे आमे करि परिबा आउ प्रभु हमर जीवन रे एही परि भाव रे आशीर्वाद करंतु जेपरि आमे प्रभु को देखि मध्य अंध न हो आउ हमर जीवन रो अस्थिर होई न भांगी पड़ू आमे विश्वास रो सहित स्थिरतार सहित आमे प्रभुंकर सहित लागी रहू आउ प्रभु हमर जीवन रे आशीर्वाद करिवे हमर आखि को खोलिबे हमर बुद्धि रो द्वार को खोलिबे एवं आमे प्रभुंकर आराधना करिबा प्रभुंकर महिमा करिबा आउ प्रभुंकर सहित
सहित आमे लागि रही परिबा। प्रेज द लॉर्ड, प्रेज द लॉर्ड। आहुरी मध्य वाक्य रे आमे देखुअछु जे प्रभु ऊपर घर को जाई सेई गृह रे केमती पवित्र आत्मा अवतरण करुअछंती। प्रेरित तार 2 पर्व 1 रु 4 पदरे लेखा है अछि जे शिष्य माने एकत्र हे प्रभुंकर आराधना करुथिले। आज मु देखु अछि जूम रे भौणी माने एकत्रित गोटे रूम रे रही आराधना करुअछंती। आउ से जगह रे काहे कि प्रभु जीवे नाही। आउ प्रभुंकर उपस्थिति हम प्रत्येकंकर जीवन रे रही अछि। आउ से दिन शिष्य माने एकत्रित हे आराधना करुथिले। आउ पवित्र आत्मा सेही दिन कोन हेतिला सेही गृह रे पूर्ण हेतिला। आउ आपण माने जानंती सेही दिन पेंटिकस्ट दिन थिला। आउ शिष्य माने एकत्रित हे आराधना करुथिले। आउ प्रभुंकर पवित्र आत्मा सेही गृह रे संपूर्ण रूपे अवतरण कले। संपूर्ण रूपे पवित्र आत्मा पूर्ण हेला। आउ सेही गृह पवित्र आत्मार गृह हेला। आउ सेही जागारे पवित्र आत्मा उपस्थित हे कार्य करिथिले, शक्ति प्रदान करिथिले। आउ अनेक प्रकार आश्चर्य कार्य सब हेइथिला। तेणु प्रभुंकर निकट रे जो माने आसंती प्रार्थना करंती सेही गृह शक्तिशाली र गृह हुए। सेही गृह रे प्रभुंकर उपस्थिति थाए, प्रभुंकर आशीर्वाद थाए। आउ पवित्र आत्मा सेही गृह रे सदा सर्वदा पूर्ण हे रही थाए। आउ प्रभुंकर आशीर्वाद सेही जगह रे थाए। आउ प्रभुंकर पुनर्जीवन सेही गृह रु आरंभ हेइथाए। तेणु आमे जदि आराधना प्रशंसा एकत्रित एक मन हे करिबा सेही गृह रे निश्चय प्रभुंकर आत्मा उपस्थित हेबो, प्रभुंकर आशीर्वाद उपस्थित हेबो। आउ आमे प्रभुंकर सहित लागि रही परिबा। काहे कि आमे वाक्य सबुरे देखु अछु जेते बेले जीसु हमर गृह को आसंती, जेते बेले आमे वाक्य रे देखु अछु प्रभु पितर गृह को आसिले। आउ सेही गृह रे सुस्थता आसु अछि, सेही गृह रे बीमार चली जाउ अछि। आउ जक्षर गृह को जेते बेले प्रभु आसु अछंती परित्राण आसु अछि। आउ जाइरस रो गृह को जेते बेले आसु अछंती मृत्यु जिंदा हो अछि, पुनर्जीवन आसु अछि। आहुरी मध्य मरियम मार्थांकर गृह को प्रभु जाउ अछंती, सेही गृह रे प्रभुंकर उपस्थिति रहु अछि, उपासना आराधना हो अछि। आउ सेही गृह रे मध्य प्रभु पुनर्जीवन करू अछंती, मृत्यु को जीवित करू अछंती। साइमन कर गृह को जेते बेले प्रभु जाउ अछंती उपासनार गृह सेही गृह हो अछि। आउ पाप क्षमा हो अछि। आउ सेही नारी कांदी कांदी प्रभु को डाकी थिला। आउ तार पाप पूरा क्षमा कर देइथिले। प्रभु केते मिराकालकारी परमेश्वर, से आशीर्वाद करिबा परमेश्वर। से सबु समय रे सबु समय रे प्रभु तांकरी लोकमान कर निकट रे रहिबा को चाहंती। से समस्त को आशीर्वाद करिबा को चाहंती। खाली आमे प्रभु को डाकिबा, आमर हृदय रे डाकिबा, आमे सबु समय रे प्रार्थना रे निवेदन रे प्रभुंकर जदि उपासना करिबा, आराधना करिबा। आउ प्रभु निश्चय आमर गृह मानकर परि उपस्थित हेबे। आमर जीवन रे निश्चय प्रभु आशीर्वाद करिवे, आमको सुस्थता देबे, आमर आखिर आखि को खोलिबे, आमर बुद्धिर द्वार को खोलिबे एवं प्रभु आशीर्वाद करिवे। प्रभु ए छोट वाक्य दे आम समस्त को आशीर्वाद करंतु। आज प्रत्येक गृह रे प्रभु जाई उपस्थित हुअन्तु। प्रत्येक गृह रे प्रभुंकर उपासनार गृह हो, आशीर्वाद रो गृह हो। आओ प्रभुंकर आशीर्वाद प्रत्येकंकर हृदय रे रहो, प्रत्येकंकर मन रे रहो। आओ प्रभु आशीर्वाद रो गृह बनाइबे। आज आमे ए जगारे रहू अछु। आज आमे अनेक लोक आमे आसी अछु कि उटी को, आउ उटी रे आमे रही अछु। प्रभुंकर उपस्थिति आमर जीवन रे रहू। आउ आमे प्रभुंकर उपस्थिति रे विगत दिन मान कर रही अछु। आजिर दिन मध्य प्रभुंकर उपस्थिति रो दिन हो। आउ आमे प्रभुंकर सहित चालू। प्रभु आपण समस्त को आशीर्वाद करंतु। आमीन। प्रेज द लॉर्ड। God bless you. Amen.
बहुत बहुत धन्यवाद दीदी अति सुंदर वाक्य थिला मन छुआ हृदय स्पर्शी वाक्य आज आपण प्रथम थर आम रियल मिनिस्ट्री को आसिले किंतु अति सुंदर वाक्य आम देकी गले देख आमे द्वार निकट रे आघात करूछु जे माने आमानकर स्वर शुणी द्वार फिटाइबे तांको निकट को आमे जीवु बोलिकी से विषय को नहीं आपण अनेक पॉइंट नहीं कहिले आउ जते बेले पितर आउ जीसु को डाकिले तांको सासू को से सुस्थता प्रदान कले जक्ष जते बेले जीसु को देखिबा पाई चेष्टा कले जीसु तांको निकट को निजे गले जाइरस आउ झियो जते बेले से मृत्युवरण करथिला तांको झियो को जीवन दान कले आ मरियम को भाई लाजार को मध्य जीवन दान कले अनेक वाक्य नहीं अनेक पॉइंट नहीं आपण वाक्य कही गले आ प्रभु आपण को बहुल बहुल भाव रे आशीर्वाद करंतु आपण को सेवा कार्य आपण परिवार को आपण को मध्य प्रभु बहुल बहुल भाव रे आशीर्वाद करंतु एई भली ऑनलाइन ऑफलाइन रे प्रभुकर वाक्य शिक्षा दे आगो को पढ़ाई नियंतु बहुत बहुत धन्यवाद दीदी अति सुंदर वाक्य सकाशु आमे ए समय रे प्रार्थना करिवा पाई जिबा आ दीदी आमान को